ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଟିମ୍ ଇଣ୍ଡିଆକୁ ଫେରିବା ରାସ୍ତା ମୁସ୍କିଲ। ତେବେ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଟିମ୍ ଇଣ୍ଡିଆକୁ ଫେରିବା ନେଇ ପ୍ରଶ୍ନ ଆହୁରି ଗମ୍ଭୀର ହେବାରେ ଲାଗିଛି। ତେବେ ଆହତ କାରଣରୁ ଦିନିକିଆ ବିଶ୍ୱକପ୍ ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟା ଦଳ ବାହାରେ ରହିଛନ୍ତି। ତେବେ ହାର୍ଦ୍ଦିକ ମଧ୍ୟ ପୁନରୁଦ୍ଧାର ହେଉଛନ୍ତି, କିନ୍ତୁ ସେ କେବେ ପଡ଼ିଆକୁ ଫେରିବେ ତା ସ୍ପଷ୍ଟ ହୋଇନାହିଁ। କେବଳ ଏତିକି ନୁହେଁ, ତେବେ ଶିବମ ଦୁବେ ଯେଉଁ ପ୍ରକାର ଫର୍ମ ଦେଖାଇଛନ୍ତି ତାହା ମଧ୍ୟ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ଥାନ ପ୍ରତି ବିପଦ ସୃଷ୍ଟି କରିଛି। ତେବେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅନୁପସ୍ଥିତିରେ ଟିମ୍ ଇଣ୍ଡିଆ ଶିବମ ଦୁବେଙ୍କ ଉପରେ ବାଜି ଲଗାଇଛି। ତେବେ ଆଫଗାନିସ୍ତାନ ବିପକ୍ଷରେ ଖେଳାଯାଇଥିବା T20 ସିରିଜରେ ଶିବମ ଦୁବେଙ୍କ ଫର୍ମ ଆଶ୍ଚର୍ଯ୍ୟଜନକ ଏବଂ ସେ ଉଭୟ ମ୍ୟାଚ୍ରେ ଅପରାଜିତ ଅର୍ଦ୍ଧଶତକ ହାସଲ କରିଛନ୍ତି। ତେବେ ଏହି ପ୍ରଦର୍ଶନ ସହିତ ଆଲୋଚନା ଆହୁରି ତୀବ୍ର ହୋଇଛି ଯେ BCCI ବର୍ତ୍ତମାନ ଶିବମଙ୍କୁ କେନ୍ଦ୍ରୀୟ ଚୁକ୍ତିନାମା ଦେବାକୁ ଚିନ୍ତା କରୁଛନ୍ତି। ଯଦି ଏହା ଘଟେ ଏବଂ ଶିବମ ଫର୍ମ IPLରେ ଜାରି ରହେ, ତେବେ T20 ବିଶ୍ୱକପ୍ ଖେଳିବାରେ ସମ୍ଭାବନା ଯଥେଷ୍ଟ ବୃଦ୍ଧି ପାଇବ। ବ୍ୟୁରୋ ରିପୋର୍ଟ, ଓଡି କ୍ରିକେଟ ନ୍ୟୁଜ୍।